ଅଲ୍ ପୁରାଣ ଷ୍ଟୋରି, ଉପଦେଶ ଭରା କାହାଣୀମାଳା। ଠକିଲେ ବିପଦ। ଏକଦା ଗୋଟିଏ ବନରେ ହରିଣଟିଏ ବାସ କରୁଥିଲା। ଦିନେ ସେ ଖାଦ୍ୟ ଅନ୍ୱେଷଣରେ ଅନେକ ସ୍ଥାନ ବୁଲିଲେ ମଧ୍ୟ ଖାଇବାକୁ ପାଇଲା ନାହିଁ। ଭୋକରେ ସେ ଛଟପଟ ହେଉଥାଏ। ଏମିତି ଏଣେ ତେଣେ ବୁଲୁ ବୁଲୁ ହରିଣର ଗୋଟିଏ ମେଣ୍ଢା ସହିତ ଦେଖା ହେଲା। ମେଣ୍ଢା ପାଖରେ ଥିଲା ଟୋକେଇଏ ଗହମ। ମେଣ୍ଢା ପାଖରେ ଗହମ ଥିବା ଦେଖି ହରିଣ ପାଟିରୁ ଲାଳ ଗଡ଼ିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ମେଣ୍ଢାକୁ କହିଲା, ମେଣ୍ଢା ଭାଇ, ମୁଁ ଭୋକରେ ଛଟପଟ ହେଉଛି। ତୁମେ ମୋତେ ଯଦି କିଛି ଗହମ ଖାଇବାକୁ ଦିଅନ୍ତ, ମୋର ଜୀବନ ବଞ୍ଚିଯାଆନ୍ତା। ମେଣ୍ଢା ଭେଁ ଭେଁ ବୋବାଲି ଛାଡ଼ି ମୁଣ୍ଡ ହଲେଇ ସିଧା ମନା କରିଦେଲା ଓ କହିଲା, ଏ ଗହମ ତ ମୋର ନୁହେଁ, ଗହମ ସବୁ ମୋ ମାଲିକର। ତାଙ୍କ ଆଦେଶରେ ମୁଁ ତାକୁ ଏଠି ଜଗି ବସିଛି। ମୋ ମାଲିକର ଗହମକୁ ତତେ ଅବା କେମିତି ଖାଇବାକୁ ଦେଇପାରିବି? ମୁଁ କେବଳ ଜଗୁଆଳି କାର୍ଯ୍ୟ କରୁଛି। ହରିଣ ମେଣ୍ଢାକୁ ପଟାପଟି କରିବାକୁ ଯାଇ କୋମଳ କଣ୍ଠରେ କହିଲା, ଦେଖ ମେଣ୍ଢା ଭାଇ, ମୁଁ ତୁମଠାରୁ ଗହମ ଧାର ନେବି ବୋଲି କହୁଛି। ପରେ ସୁବିଧା ଦେଖି ଗହମ ତକ ତୁମକୁ ଫେରେଇ ଦେବି। ମେଣ୍ଢା ଟିକେ ଚିନ୍ତା କରି କହିଲା, ହଉ ହେଲା, ତୁ ଭୋକିଲା ଅଛୁ, ମୁଁ ତତେ ଗହମ ଦେବା ପାଇଁ ରାଜି। କିନ୍ତୁ ତୁ ମୋ ଠାରୁ ଗହମ ଧାର ନେଇଛୁ ବୋଲି ଜଣେ କେହି ସାକ୍ଷୀ ରହିବା ତ ନିହାତି ଦରକାର। ତୁ ଗୋଟିଏ ସାକ୍ଷୀ ଯୋଗାଡ଼ କରି ଆଣି ଏଠି ହାଜର କରେଇ ପାରିଲେ ସେ ଜାମିନ ରହିବ ଓ ତୁ ଗହମ ନେଇଯିବୁ। ମେଣ୍ଢାର ସର୍ତ୍ତରେ ହରିଣ ରାଜି ହେଲା। ସେ ସାକ୍ଷୀ ଖୋଜିବା ପାଇଁ କିଛି ବାଟ ଯାଇଛି କି ନାହିଁ ତାର ଗୋଟିଏ ଗଧିଆ ସହିତ ଭେଟ ହେଲା। ଗଧିଆକୁ ଦେଖି ହରିଣ ବିନୀତ ଭାବରେ କହିଲା, ମିତ, ମୋତେ ବହୁତ ଭୋକ। ଭୋକରେ ମୋର କରଡ଼ି ଜଳୁଛି। ମେଣ୍ଢା ପାଖରେ ଟୋକେଇଏ ଗହମ ଅଛି। ମୁଁ ତାକୁ କିଛି ଗହମ ଧାର ମାଗିଲି। ସେ କିନ୍ତୁ କହିଲା ଯେ ମୁଁ ଧାର ଶୁଝିବା ପର୍ଯ୍ୟନ୍ତ ଜଣେ କେହି ଜାମିନ ରହିବା ଦରକାର। ତୁମେ ଯଦି ଦୟାକରି ଜାମିନ ରହିପାରନ୍ତ, ତେବେ ମେଣ୍ଢା ଗହମ ଦିଅନ୍ତା ଓ ତାକୁ ଖାଇ ମୋ ପ୍ରାଣ ବଞ୍ଚିଯାଆନ୍ତା। ଗଧିଆ ଫେଣିକିନା ହସି ଦେଇ କହିଲା, ମୁଁ ପୁଣି ଜାମିନଦାର ହେବି? ଏହା କୌଣସି ପ୍ରକାରେ ମଧ୍ୟ ସମ୍ଭବ ନୁହେଁ। ତେବେ ମୋ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟୁଛି। ଚାଲ ଆମେ ଦୁଇ ଜଣ ଯାକ ଏକାଠି ହୋଇ ମେଣ୍ଢା ପାଖକୁ ଯିବା। ମେଣ୍ଢା ତତେ ଗହମ ଦେଇଦେବା ମାତ୍ରେ ଆମେ ଦୁହେଁ ଗହମ ତକ ଧରିଛୁ ମାରିବା। ଗଧିଆର କଥା ହରିଣ ମନକୁ ପାଇଲା। ସେ ତା କଥାରେ ରାଜି ହୋଇଗଲା। ଗଧିଆ ପୁଣି ହରିଣକୁ ପଚାରିଲା, ତତେ ମୁଁ ଏପରି ଭାବେ ସାହାଯ୍ୟ କଲେ ତା ବଦଳରେ ମୋତେ କଣ ଦେବୁ? ହରିଣ କହିଲା, ମେଣ୍ଢାଠାରୁ ଆଣିଥିବା ଗହମ ଆମେ ଦୁଇ ଭାଗ କରି ସମାନ ସମାନ ବାଣ୍ଟି ନେବା। ତମର ଅଧେକୁ ମୋର ଅଧେ। ଗଧିଆ ମନକୁ କଥାଟା ପାଇଲା। ଦୁଇ ଜଣ ଯାକ ସାଥୀ ହୋଇ ମେଣ୍ଢା ପାଖରେ ପହଞ୍ଚିଲେ। ହରିଣ ହସି ହସି କହିଲା, ମେଣ୍ଢା ଭାଇ, ତମେ ତ ଜାମିନଦାର ଆଣିବା ପାଇଁ କହିଥିଲ। ମୋ ମିତ ଗଧିଆ ଜାମିନଦାର ହେବା ପାଇଁ ରାଜି ଅଛି। ଏବେ ମୋତେ ଗହମ ଦେବା ପାଇଁ ତୁମର କିଛି ଆପତ୍ତି ନାହିଁ ତ? ମେଣ୍ଢା କଣେଇ କଣେଇ ଗଧିଆ ଆଡ଼କୁ ଚାହିଁଲା। ତାପରେ ସେ ହରିଣ ଆଡ଼କୁ କଣେଇ କଣେଇ ଚାହିଁଲା। ସେ ମନେ ମନେ ଭାବି ନେଲା ଯେ ହରିଣ ଓ ଗଧିଆର ମତଭେଦ ଅଲଗା ଅଲଗା। ସେ ଭାବିଲା, ବୋଧହୁଏ ମୋତେ ଠକିବା ପାଇଁ ଦୁଇ ଜଣ ଯାକ କିଛି ସଲାସୁତୁରା କରି ମୋ ପାଖକୁ ଆସିଛନ୍ତି। ମେଣ୍ଢା ଭେଁ ଭେଁ ରଡ଼ି ଛାଡ଼ି ଗମ୍ଭୀର ସ୍ୱରରେ କହିଲା, ଭାଇମାନେ, ଦେଖ, ମୁଁ ମୋ ମତ ବଦଳେଇ ଦେଇଛି। କାରଣ ମାଲିକର ଗହମ ମୁଁ କେବଳ ଜଗୁଆଳି ମାତ୍ର। ମାଲିକର ଅନୁମତି ନ ନେଇ ତାହା ତୁମକୁ ଦେବା ଧର୍ମ ବିରୋଧୀ ହେବ। ଏ ଗହମ ତ ମୋର ନୁହେଁ, ତେଣୁ ଏହାକୁ ତୁମକୁ ପ୍ରଦାନ କରିବା ପାଇଁ ମୁଁ କୁଣ୍ଠାବୋଧ କରୁଛି। ମେଣ୍ଢା ଏହି କଥା କହି ନିଜର ଶିଙ୍ଗରେ ଘୋଷିବା ପାଇଁ ସେମାନଙ୍କ ଆଡ଼କୁ ଦୌଡ଼ି ଆସିଲା। ହରିଣ ଓ ଗଧିଆ କୁଟିଳ ଚକ୍ରାନ୍ତ କରିଥିବାରୁ ସେମାନଙ୍କର ଅସଲ ସ୍ୱରୂପ ମେଣ୍ଢା ଜାଣିପାରିଥିଲା। ସେମାନେ ତୁରନ୍ତ ସେ ସ୍ଥାନ ପରିତ୍ୟାଗ କରି ପଳାୟନ କଲେ। କାହାକୁ ଠକିବା ପାଇଁ ଚେଷ୍ଟା କଲେ ବିପଦ ମାଡ଼ି ଆସେ।
ତେଣୁ କାହାକୁ ଠକାମିରେ ପକାଇବା ଉଚିତ ନୁହେଁ।